ଆପଣ କେବେ ଏମିତି ଅନୁଭବ କରିଛନ୍ତି କି ବାହାରୁ ଆପଣ ଦୃଢ଼ କିନ୍ତୁ ଭିତରୁ ଭୟଭୀତ? ଆପଣ ଲୋକଙ୍କ ସାମ୍ନାରେ ଦୃଢ଼ କଥା କହୁଛନ୍ତି କିନ୍ତୁ ମନରେ ଏକ ଅଜଣା କମ୍ପନ ଅଛି। କିନ୍ତୁ ଆମେ ଅହଙ୍କାରର ମୁଖା ପିନ୍ଧି ରହୁଛେ। ଆଜିର ଏହି ଶ୍ଲୋକରେ ଦୁର୍ଯ୍ୟୋଧନ ତାଙ୍କ ଗୁରୁଙ୍କ ସାମ୍ନାରେ ଶକ୍ତିକୁ ଗଣନା କରୁଛନ୍ତି। କିନ୍ତୁ ଏହା କେବଳ ଶକ୍ତିର ଗଣନା ନୁହେଁ, ଏହା ହେଉଛି ଭୟକୁ ଲୁଚାଇବାର ଏକ ଚେଷ୍ଟା। ଆମ ଜୀବନରେ ମଧ୍ୟ ଯେତେବେଳେ ଆମେ ଅତିରିକ୍ତ କଥା କହୁଥାଉ, ଅତିରିକ୍ତ ପ୍ରମାଣ ଦେଉଥାଉ, ଅତିରିକ୍ତ ଶକ୍ତି ଦେଖାଉଥାଉ, ସେଠାରେ କୌଣସି ଅଦୃଶ୍ୟ ଭୟ ଲୁଚିଥାଏ କି? ଆସନ୍ତୁ, ଆଜିର ଏହି ଶ୍ଲୋକ ଆମକୁ ଶିଖାଇବ ଭୟ ଓ ଅହଙ୍କାରର ଅନ୍ତର୍ଦ୍ୱନ୍ଦ୍ୱ। ଦୁର୍ଯ୍ୟୋଧନ ଏବେ ତାଙ୍କ ସେନାର ଶକ୍ତି ଗଣନା କରୁଛନ୍ତି। ସେ ଗୋଟେ ପରେ ଗୋଟେ ବୀରଙ୍କ ନାମ କହୁଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ଯଦି ସେ ଏତେ ଦୃଢ଼, ତେବେ କାହିଁକି ଏତେ ପ୍ରମାଣ ଦେବାକୁ ପଡ଼ୁଛି? ଆମ ଜୀବନରେ ମଧ୍ୟ ଯେତେବେଳେ ଆମେ କହୁଥାଉ, ମୁଁ ସବୁ କରିପାରିବି, ମୋତେ କିଛି ଭୟ ନାହିଁ, ସେଠାରେ ମନରେ ଏକ ସ୍ୱର ଥାଏ, ଯଦି ମୁଁ ହାରିଗଲି ତାହେଲେ କ'ଣ ହେବ? ଏହି ଶ୍ଲୋକରେ ଦୁର୍ଯ୍ୟୋଧନଙ୍କ କଥାରେ ସେହି ଅନ୍ତର୍ନିହିତ ଭୟ ଦେଖାଯାଇଛି। ଚାଲନ୍ତୁ ଶୁଣିବା ସେ କାହା କାହାଙ୍କ ନାମ ନେଇଥିଲେ। ଭବାନ୍ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଜୟଃ ଅଶ୍ୱତ୍ଥାମା ବିକର୍ଣ୍ଣଶ୍ଚ ସୌମଦତ୍ତିस्तैवच। भवान् भीष्मश्च कर्णश्च कृपश्च समितिजयः अश्वत्थामा विकर्णश्च सौमदत्तिस्तैवच। ଆପଣ ଭୀଷ୍ମ ପିତାମହ, କର୍ଣ୍ଣ, କୃପାଚାର୍ଯ୍ୟ ଯୁଦ୍ଧରେ ବିଜୟୀ, ଦ୍ରୋଣପୁତ୍ର ଅଶ୍ୱତ୍ଥାମା, ବିକର୍ଣ୍ଣ, ଭୂରିଶ୍ରବା, ଦୁର୍ଯ୍ୟୋଧନ ଗଣନା କରୁଛନ୍ତି। କିନ୍ତୁ ଏହା କେବଳ ଗଣନା ନୁହେଁ, ଏହା ହେଉଛି ନିଜକୁ ଦୃଢ଼ କରିବାର ଏକ ଚେଷ୍ଟା। ଦୁର୍ଯ୍ୟୋଧନଙ୍କ ହୃଦୟରେ ଭୟ ଥିଲା। ସେ ଜାଣୁଥିଲେ ପାଣ୍ଡବମାନଙ୍କ ପକ୍ଷରେ ଧର୍ମ ରହିଛି। କିନ୍ତୁ ସେ ନିଜ ମନକୁ ବୁଝାଉଥିଲେ, ମୋ ପାଖରେ ଭୀଷ୍ମ ଅଛନ୍ତି, ମୋ ପାଖରେ କର୍ଣ୍ଣ ଅଛନ୍ତି, ମୋ ପାଖରେ ଅଶ୍ୱତ୍ଥାମା ଅଛନ୍ତି। ଏହା ଶକ୍ତିର ପ୍ରକାଶ ନୁହେଁ, ଏହା ଅସ୍ଥିର ମନର ଆତ୍ମସାନ୍ତ୍ୱନା। ଆମ ଜୀବନରେ ମଧ୍ୟ ଯେତେବେଳେ ଆମେ ଅଧିକ କଥା କହିଥାଉ, ଅଧିକ ପ୍ରମାଣ ଦେଇଥାଉ, ସେଠାରେ ମନରେ କୌଣସି ନା କୌଣସି ଭୟ ଲୁଚି ରହିଥାଏ। ଏହି ଶ୍ଲୋକ ଆମକୁ ଏକ ମହାନ ସତ୍ୟ ଶିଖାଏ। ନିର୍ଭୟତା କେବେ ବାହ୍ୟ ଶକ୍ତିରୁ ଆସେ ନାହିଁ, ସେ ଆସେ ଅନ୍ତରର ପବିତ୍ରତାରୁ। ଯଦି ଆପଣ ସତ୍ୟରେ ଅଛନ୍ତି, ଆପଣଙ୍କ ଚକ୍ଷୁ ତଳକୁ ନମିବ ନାହିଁ, ଆପଣଙ୍କ ହୃଦୟ କମ୍ପନ କରିବ ନାହିଁ। କିନ୍ତୁ ଯଦି ଆପଣ ଅନ୍ୟାୟରେ ଅଛନ୍ତି, ଅସତରେ ଅଛନ୍ତି, ସମସ୍ତ ପୃଥିବୀ ସମର୍ଥନ କଲେ ମଧ୍ୟ ମନ ଶାନ୍ତ ହେବ ନାହିଁ। ଧର୍ମ ହେଉଛି ଅନ୍ତରର ଆଧାର, ଏହା ଆତ୍ମାକୁ ଦୃଢ଼ କରିଥାଏ। ଦୁର୍ଯ୍ୟୋଧନଙ୍କ ପାଖରେ ସେନା ଥିଲା, କିନ୍ତୁ ଧର୍ମ ନଥିଲା। ସେଥିପାଇଁ ତାଙ୍କର ଶକ୍ତି ଅସ୍ଥିର ଥିଲା, ତାଙ୍କ ମନ ଅସ୍ଥିର ଥିଲା। ଆପଣଙ୍କ ପାଖରେ କ'ଣ ଅଛି ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ, ଆପଣ କେଉଁ ପକ୍ଷରେ ଅଛନ୍ତି ତାହା ମହତ୍ତ୍ୱପୂର୍ଣ୍ଣ ଅଟେ। ଆଜି ଆପଣ ନିଜ ଜୀବନକୁ ଦେଖନ୍ତୁ। ଆପଣ ଯେଉଁ ସିଦ୍ଧାନ୍ତ ନେଉଛନ୍ତି, ସେ ଧର୍ମମୟ କି? ଯେଉଁ ସମ୍ପର୍କ ରଖିଛନ୍ତି, ସେ ସତ୍ୟମୟ କି? ଯେଉଁ ପଥରେ ଚାଲୁଛନ୍ତି,
ସେ ନ୍ୟାୟମୟ କି? ଯଦି ଆପଣଙ୍କ ମନ ଶାନ୍ତ, ତେବେ ଆପଣ ବିଜୟୀ। କିନ୍ତୁ ଯଦି ଆପଣ ନିଜକୁ ପ୍ରମାଣ କରିବାରେ ବ୍ୟସ୍ତ, ସଦା ନାମ ଗଣୁଛନ୍ତି, ସଦା ଶକ୍ତି ଦେଖାଉଛନ୍ତି, ତେବେ ଏହି ଶ୍ଲୋକ ଆପଣଙ୍କୁ ସଚେତନ କରାଉଛି। ଜୀବନର ସତ୍ୟ ବିଜୟ ଶତ୍ରୁଙ୍କୁ ହରାଇବାରେ ନୁହେଁ, ନିଜ ଭୟକୁ ଜିତିବାରେ ରହିଥାଏ। ଯେଉଁଠାରେ ଧର୍ମ ଅଛି, ସେଠାରେ ଶେଷରେ ବିଜୟ ନିଶ୍ଚିତ, ଏବଂ ଯେଉଁଠାରେ ଧର୍ମ ନାହିଁ, ସେଠାରେ ଶକ୍ତି ମଧ୍ୟ ଅସହାୟ। ପ୍ରତ୍ୟେକ ଦିନ ଜୀବନରେ ଗୀତାକୁ ଆପଣାନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ।